ଆସିକାରେ ଅମୂଲ୍ୟ ଆମ ସାହିତ୍ୟର ଅଷ୍ଟମ ସ୍ୱନକ୍ଷତ୍ର ଦିବସ ଅବସର ବେଶ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଆସିକା ମୁକୁନ୍ଦପୁରସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ଚଇତି ବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଗବେଷକ ତଥା ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗବେଷକ ଡକ୍ଟର ବାୟାମନୁ ଚର୍ଚ୍ଚୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ସୁଶାନ୍ତ ଦାସ, ଡକ୍ଟର ଅଜିତ ମୁନି, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ। ଅମୂଲ୍ୟ ଆମ ସାହିତ୍ୟ ଅନୁଷ୍ଠାନ ସଭାପତି ଶରତ ଚନ୍ଦ୍ର ପଣ୍ଡା, ମୁଖ୍ୟ ସମ୍ପାଦକ ସଞ୍ଜୟ ଷଡ଼ଙ୍ଗୀ, ସାଂସ୍କୃତିକ ସଭାପତି ଅମୂଲ୍ୟ କୁମାର ଦାସ, ଉପସଭାପତି ବୁଲୁ ବେହେରା ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ। ଆସିକା ହେଉଛି ଉର୍ବର ସାହିତ୍ୟର ମାଟି ବୋଲି ମୁଖ୍ୟ ଅତିଥି ଶରତଚନ୍ଦ୍ର ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ। କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଦିଲ୍ଲୀପ ଦାସ, ସୀତାଦେବୀ ଖାଡ଼ଙ୍ଗା ଓ ଅଭିମନ୍ୟୁ ଗୌଡ଼ଙ୍କ ପରି ଚରିତ୍ର ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ ମୁଖ୍ୟ ବକ୍ତା ଡକ୍ଟର ବାୟାମନୁ ଚର୍ଚ୍ଚୀ ତାଙ୍କ ଅଭିଭାଷଣରେ ରଖିଥିଲେ। ଅମୂଲ୍ୟ ଆମ ସାହିତ୍ୟ ସବୁବେଳେ ନୂଆ ସାହିତ୍ୟିକମାନଙ୍କ ଏନ୍ତୁଳିଶାଳ ବୋଲି କହିଥିଲେ ଅନ୍ୟତମ ଅତିଥି ସୁଶାନ୍ତ ଦାସ। ଏହି କାର୍ଯ୍ୟକ୍ରମରେ 100ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ। ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ରଶ୍ମିତା କୁମାରୀ ଦଳେଇ, ରାଜେଶ ପଟ୍ଟନାୟକ, ରୁଦ୍ରନାରାୟଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ କବିତାଗୁଡ଼ିକ ସଂଯୋଜନା କରିଥିଲେ। ଆସିକାର 4 ଜଣ ପୂର୍ବ ସ୍ମୃତି ଉଦ୍ଦେଶ୍ୟରେ 4 ଜଣ ସାହିତ୍ୟିକଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଡକ୍ଟର ବାୟାମନୁ ଚର୍ଚ୍ଚୀଙ୍କୁ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମୃତି ସମ୍ମାନ, କବି ସୁଶାନ୍ତ ଦାସଙ୍କୁ ଦିଲ୍ଲୀପ ଦାସ ସ୍ମୃତି ସମ୍ମାନ, ନଳିନୀ ପ୍ରଭା ମିଶ୍ରଙ୍କୁ ସୀତାଦେବୀ ଖାଡ଼ଙ୍ଗା ସ୍ମୃତି ସମ୍ମାନ ଓ କବି ଅମୂଲ୍ୟ ଦାସଙ୍କୁ ଅଭିମନ୍ୟୁ ଗୌଡ଼ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର, ରାଜନୀତି, ଆୟୁର୍ବେଦ ଓ ସମାଜସେବା କ୍ଷେତ୍ରରେ ଆସିକା ମାଟିକୁ ଜାତୀୟ ସ୍ତରରେ ପହଞ୍ଚାଇଥିଲେ। ସେହିପରି ଓଡ଼ିଆ ନାଟକ ଜଗତରେ ପ୍ରଥମେ ମହିଳା ନାଟ୍ୟକାର ଓ ନିର୍ଦ୍ଦେଶକ ଭାବେ ସୀତାଦେବୀ ଖାଡ଼ଙ୍ଗାଙ୍କ ଅବଦାନ ଆସିକା ମାଟିକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିଥିଲା। ଆସିକା କୃଷ୍ଣ ସିଂ ପାଠାଗାର ଓ ହରିହର ନାଟ୍ୟ ମନ୍ଦିର ଶ୍ରୀମତୀ ଖାଡ଼ଙ୍ଗାଙ୍କ ଅବଦାନ ଅତୁଳନୀୟ। ସେହିପରି କବି ଦିଲ୍ଲୀପ ଦାସ ନିଜର ସାହିତ୍ୟ ସୃଜନ ମାଧ୍ୟମରେ ଓଡ଼ିଶାରେ ନିଜକୁ ପ୍ରତିଷ୍ଠିତ କରାଇ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ କରିଥିଲେ। କବି ଅଭିମନ୍ୟୁ ଗୌଡ଼ଙ୍କ ଦ୍ୱାରା ରଚିତ 20 ଗୋଟି କବିତା ସଂକଳନ ଓଡ଼ିଆ ସାହିତ୍ୟ ପାଇଁ ଅତୁଳନୀୟ ଅବଦାନ ଅଟେ। ଏହିଭଳି 4 ଜଣ ମହାନ ସାହିତ୍ୟିକ ଓ ସଂସ୍କୃତି ଗବେଷକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅମୂଲ୍ୟ ଆମ ସାହିତ୍ୟ ବର୍ତ୍ତମାନର 4 ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରିବା ବେଶ୍ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ନୃତ୍ୟ, ଗୀତ, ସଙ୍ଗୀତର ମହାମିଳନ ଘଟିଥିବା ଏହି ସ୍ୱନକ୍ଷତ୍ର ଉତ୍ସବରେ ଉପସ୍ଥିତ ସମସ୍ତ କବି କବୟିତ୍ରୀମାନେ ଅନୁଷ୍ଠାନର ଏହିଭଳି ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଉପସ୍ଥିତ ସମସ୍ତ ସାହିତ୍ୟିକମାନଙ୍କୁ ସ୍ମୃତିଫଳକ ଦେଇ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ରତ୍ନାକର ସିଂହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।